ଆଜି ଆମ୍ଭେ ଉପଦେଶ ଶୀର୍ଷକ ଉରିମ୍ ଓ ତୁମିମ୍ଧାରୀ ମହାଯାଜକ ର ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବାର କିଛି ସମୟ ନେବା। ପୁରାତନ ନିୟମରେ ଏକ ଏପରି ଭବିଷ୍ୟବାଣୀ ଅଛି ଯାହା ଆମ୍ଭମାନଙ୍କୁ ଶିକ୍ଷା ଦିଏ କି ଯେ ପର୍ଯ୍ୟନ୍ତ ଉରିମ୍ ଓ ତୁମିମ୍ଧାରୀ ମହାଯାଜକ ନ ହୁଏ ସେ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଉଦ୍ଧାର ହୋଇପାରିବ ନାହିଁ। ପୁରାତନ ନିୟମରେ ଇସ୍ରାଏଲର ଇତିହାସ ସହିତ ସଂଯୁକ୍ତ ଏକ ଦେଶ ଥିଲା। ସେହି ଦେଶ ବାବିଲୋନ ଥିଲା। ଇସ୍ରାଏଲୀୟମାନେ ବାବିଲୋନରେ ବନ୍ଦୀ ହେଲେ, ଯେଉଁଠାରେ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଦାସତ୍ୱରେ ରହିଲେ। କିନ୍ତୁ ଶେଷରେ ସେମାନେ ବାବିଲୋନର ଦାସତ୍ୱରୁ ମୁକ୍ତ ହୋଇ ନିଜ ଜନ୍ମଭୂମିକୁ ଫେରି ଆସିଲେ। ଏହି ବିଷୟରେ ଆମ୍ଭେ ବାଇବଲରେ ଅନେକ ଭବିଷ୍ୟବାଣୀ ଖୋଜିପାରିବା। ପୁରାତନ ନିୟମର ଇତିହାସରେ ଯେଉଁଠାରେ ଇସ୍ରାଏଲୀୟମାନଙ୍କୁ ବାବିଲୋନରେ ବନ୍ଦୀ କରାଯାଇଥିଲା ଏବଂ ପରେ ମୁକ୍ତ ହେଲେ, ଆମ୍ଭେ ଆପଣା କାହାଣୀ ପାଇପାରିବା। ସ୍ୱର୍ଗୀୟ ଲୋକମାନେ ଆତ୍ମିକ ବାବିଲୋନରେ ବନ୍ଦୀ ହେଲେ ଏବଂ ସତ୍ୟ ପରମେଶ୍ୱରଙ୍କୁ ନ ଜାଣି କାରାଗାରରେ ଆହତ ହେଲେ। କିନ୍ତୁ ଶେଷରେ ସେମାନେ ମୁକ୍ତ ହେବେ। ବାବିଲୋନର ଦାସତ୍ୱରୁ ମୁକ୍ତ ହେବା ପରେ ଇସ୍ରାଏଲୀୟମାନେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଥିଲେ। ବାବିଲୋନରେ ରହିଥିବା ବନ୍ଦୀମାନଙ୍କ ମଧ୍ୟରୁ ସେମାନଙ୍କୁ ପ୍ରକୃତ ଇସ୍ରାଏଲୀୟମାନଙ୍କୁ ଚିହ୍ନଟ କରିବାକୁ ପଡ଼ିଲା। ପରମେଶ୍ୱରଙ୍କ ପ୍ରକୃତ ଲୋକଙ୍କୁ ଚିହ୍ନିବାର ପ୍ରକ୍ରିୟା ସହଜ ନଥିଲା। ଏପରି ହେତୁ ଥିଲା କାରଣ ସେମାନେ ବାବିଲୋନର ଦାସତ୍ୱରୁ ଏତେ ଦିନ ପରେ ଆପଣା ବଂଶର ଅନୁସନ୍ଧାନ କରିପାରିଲେ ନାହିଁ। ଯେହେତୁ ସେମାନେ ବାବିଲୋନର ଲୋକମାନଙ୍କ ମଧ୍ୟରେ ବାସ କରୁଥିଲେ, ତେଣୁ ସେମାନଙ୍କ ମଧ୍ୟରୁ କେତେକ ଇସ୍ରାଏଲୀୟ ପୁରୁଷ ବାବିଲୀୟ ମହିଳାମାନଙ୍କ ସହିତ ବିବାହ କଲେ ଏବଂ କିଛି ଇସ୍ରାଏଲୀୟ ସ୍ତ୍ରୀମାନେ ବାବିଲୀୟ ପୁରୁଷମାନଙ୍କୁ ବିବାହ କରିଥିଲେ। ତାଙ୍କର ସନ୍ତାନମାନେ ମଧ୍ୟ ବାବିଲୀୟ ଲୋକଙ୍କୁ ବିବାହ କରିଥିଲେ। ଅନେକ ସମୟ ବିତିଯିବା ପରେ ବଂଶାବଳୀର କଥା ବହୁତ ଜଟିଳ ମନେ ହେଉଥିଲା। କେତେକ ମାମଲାରେ ସେମାନେ ନିଶ୍ଚିତ କରିପାରିଲେ ନାହିଁ କି କେହି ଇସ୍ରାଏଲ କିମ୍ବା ବାବିଲୀୟ ଲୋକ। ଏହା ନିଷ୍ପତ୍ତି ନେବାର କୌଣସି ମାନକ ନଥିଲା କି ସେମାନେ ପରମେଶ୍ୱରଙ୍କ ଲୋକ ଅଟନ୍ତି କି ନାହିଁ। ସେହି ପରିସ୍ଥିତିରେ ପରମେଶ୍ୱର ସେମାନଙ୍କର ବଂଶାବଳୀ ନିର୍ଣ୍ଣୟ କରିବାର ମାର୍ଗ ପ୍ରଦାନ କଲେ। ତାହା ଥିଲା ପ୍ରକୃତ ବିଚାରପତି ଅର୍ଥାତ୍ ଉରିମ୍ ଓ ତୁମିମ୍ଧାରୀ ମହାଯାଜକଙ୍କ ଆଗମନକୁ ଅପେକ୍ଷା କରିବା। ଯେ ପର୍ଯ୍ୟନ୍ତ ଉରିମ୍ ଓ ତୁମିମ୍ଧାରୀ ମହାଯାଜକ ଆସି ନ୍ୟାୟ କରନ୍ତି ନାହିଁ, ସେ ପର୍ଯ୍ୟନ୍ତ କେହି ଇସ୍ରାଏଲୀୟ ଭାବରେ ବିବେଚିତ ହେଉନଥିଲେ। ସେହିପରି ଏହି ଯୁଗରେ ମଧ୍ୟ ଯଦିଓ ଆମ୍ଭେ ଆତ୍ମିକ ବାବିଲୋନରୁ ମୁକ୍ତ ହୋଇଅଛୁ, କିନ୍ତୁ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଲୋକଙ୍କ ଭାବରେ ଗ୍ରହଣ କରିବା ପାଇଁ କାହାକୁ ପ୍ରକଟ ହେବା ଉଚିତ? ଉରିମ୍ ଓ ତୁମିମ୍ଧାରୀ ମହାଯାଜକଙ୍କ ଆଗମନ ବିନା ଆମ୍ଭମାନଙ୍କ ପାଇଁ ଏହି ବିଷୟକୁ ପ୍ରମାଣ କରିବାର କୌଣସି ମାନକ କିମ୍ବା ଆଧାର ରହିବ ନାହିଁ ଯେ ଆମ୍ଭେ ପରମେଶ୍ୱରଙ୍କ ଲୋକ ଅଟୁ। ଉରିମ୍ ଓ ତୁମିମ୍ଧାରୀ ମହାଯାଜକଙ୍କୁ ପ୍ରକଟ ହେବା ଏବଂ ନିଷ୍ପତ୍ତି ଶୁଣାଇ ପରମେଶ୍ୱରଙ୍କ ଲୋକମାନଙ୍କୁ ସେମାନଙ୍କ ମଧ୍ୟରୁ ପୃଥକ କରିବା ଉଚିତ, ଯେଉଁମାନେ ପରମେଶ୍ୱରଙ୍କ ଲୋକ ନୁହନ୍ତି। ଆସନ୍ତୁ ଆମ୍ଭେ ଏଜ୍ରା ଅଧ୍ୟାୟ 2ର ଭବିଷ୍ୟବାଣୀକୁ ଦେଖିବା। ଏଜ୍ରା ଅଧ୍ୟାୟ 2 ପଦ 1। ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକ ଜେରୁସାଲେମ ଓ ଜିହୁଦା ସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ। ବାବିଲର ରାଜା ନବୁଖଦ୍ନେସର ଏମାନଙ୍କୁ ବାବିଲକୁ ନେଇଯାଇଥିଲେ। ଏମାନେ ସରୁବାବିଲ, ଜେସୁୟ, ନିହିମିଆ, ସରାୟ। ଆମ୍ଭେ ଦେଖିପାରିବା ଯେ ବଂଶାବଳୀ ଜାରି ରହିଛି। ଆସନ୍ତୁ ଆମ୍ଭେ ପଦ 59କୁ ଯିବା। ପୁଣି ତେଲମେଲ୍ହ, ତେଲହର୍ଷା, କରୁବ, ଅଧନ, ଇମେର ଏହି ସକଳ ସ୍ଥାନରୁ ଲୋକ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ଏହି ଯଥା ଯେହେତୁ ବହୁତ ସମୟ ବିତି ଯାଇଥିଲା,
ତେଣୁ ଏପରି କିଛି ଲୋକ ଥିଲେ ଯାହାଙ୍କ ବଂଶାବଳୀ ଅସ୍ପଷ୍ଟ ଥିଲା। ପାରସ୍ୟର ରାଜା କୋରସଙ୍କ ସମୟରେ ଇସ୍ରାଏଲୀୟ ମାନଙ୍କୁ ମୁକ୍ତ କରିବା ପାଇଁ ଏକ ଆଦେଶ ଦିଆଯାଇଥିଲା, ଯାହାଫଳରେ ସେମାନେ ନିଜ ଦେଶକୁ ଫେରିପାରିବେ। କିନ୍ତୁ ଏପରି କିଛି ଲୋକ ଥିଲେ ଯାହାଙ୍କ ବଂଶାବଳୀ ଅସ୍ପଷ୍ଟ ଥିଲା। ଆସନ୍ତୁ ଆମେ ପଦ 59କୁ ପୁନର୍ବାର ପଢ଼ିବା। ପୁଣି ତେଲମେଲ୍ହ, ତେଲହର୍ଷା, କରୁବ, ଅଧନ ଓ ଇମେର ଏହି ସକଳ ସ୍ଥାନରୁ ଲୋକ ଆସିଲେ। ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ। ସେହି ଲୋକମାନେ ଏହି ଯଥା ପଦ 60 ଦୋଲାୟର ସନ୍ତାନ, ଟୋବିୟର ସନ୍ତାନ, ନୋକଦର ସନ୍ତାନ 652 ଜଣ। ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ହବାୟର ସନ୍ତାନଗଣ, ହୋକସର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ। ଏହି ବର୍ସିଲ୍ଲୟ ଗିଲିୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା। ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ। ଆପଣାମାନଙ୍କ ଗଣିତ ଲୋକମାନଙ୍କ ମଧ୍ୟରେ ଅନେକ ଥର ଖୋଜିବା ପରେ ମଧ୍ୟ ସେମାନେ ଆପଣା ନାମ ପାଇଲେ ନାହିଁ। ସେହିଭଳି ଆମ୍ଭମାନଙ୍କ ନାମ ମଧ୍ୟ ଜୀବନ ପୁସ୍ତକରେ ମିଳିବା ଉଚିତ। କଣ ହେବ ଯଦି ପରମେଶ୍ୱରଙ୍କ ଲୋକଙ୍କ ଜୀବନର ପୁସ୍ତକରେ ଆପଣା ନାମ ମିଳୁନାହିଁ? ଏହିପରି ଲୋକଙ୍କୁ କଦାପି ପରମେଶ୍ୱରଙ୍କ ଲୋକ ଭାବରେ ବିବେଚନା କରାଯାଇ ପାରିବ ନାହିଁ। କଣ ଏହା ସତ ନୁହେଁ କି? ପଦ 62 ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ ପତ୍ର ଇସ୍ରାଏଲର ବଂଶାବଳୀ ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ। ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ। ପୁଣି ଶାସନକର୍ତ୍ତା ସେମାନଙ୍କୁ କହିଲେ ଯେ ଉରିମ୍ ଓ ତୁମିମ୍ ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ। ସେମାନଙ୍କ ପରମ ପବିତ୍ର ବସ୍ତୁ ଭୋଜନ କରିବାର ଅଧିକାର ଅର୍ଥାତ୍ ସେମାନଙ୍କର ଯାଜକୀୟ କାର୍ଯ୍ୟ ଉରିମ୍ ଓ ତୁମିମ୍ ଧାରୀ ଯାଜକଙ୍କ ଆସିବା ସମୟ ପର୍ଯ୍ୟନ୍ତ ଅଟକାଇ ଦିଆଗଲା। ଏହା ଏହେତୁ ଥିଲା କାରଣ ସେମାନଙ୍କର ବଂଶାବଳୀ ଅସ୍ପଷ୍ଟ ଥିଲା। ଯେହେତୁ ସେମାନଙ୍କୁ ଆପଣା ବଂଶାବଳୀ ପତ୍ର ମିଳିଲା ନାହିଁ, ତେଣୁ ଏହା ସ୍ପଷ୍ଟ ନଥିଲା କି ସେମାନେ ଇସ୍ରାଏଲ ଥିଲେ କି ନାହିଁ। ଯେହେତୁ ଏହି ମାମଲା ସ୍ଥିର ହୋଇନଥିଲା, ତେଣୁ ଶାସନକର୍ତ୍ତା ସେମାନଙ୍କୁ କହିଲା, ଉରିମ୍ ଓ ତୁମିମ୍ ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପରମ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ। ଏହି ମାମଲା ଇସ୍ରାଏଲୀୟମାନଙ୍କ ବାବିଲୋନରୁ ମୁକ୍ତ ହେଲା ପରେ ନିଜ ଦେଶକୁ ଫେରିବା ପ୍ରକ୍ରିୟାରେ ଘଟିଲା। କଣ ଆମ୍ଭେ ଅନନ୍ତ ସ୍ୱର୍ଗ ରାଜ୍ୟରେ ଫେରିଯିବାର ପ୍ରକ୍ରିୟାରେ ନାହୁଁ? ତେବେ ଉରିମ୍ ଓ ତୁମିମ୍ କାହାକୁ ସୂଚିତ କରେ? ଆସନ୍ତୁ ଆମ୍ଭେ ଯାତ୍ରା ପୁସ୍ତକ ଅଧ୍ୟାୟ 28କୁ ଯିବା। ଯାତ୍ରା ପୁସ୍ତକ ଅଧ୍ୟାୟ 28 ପଦ 30। ଅଧ୍ୟାୟ 28 ପଦ 30 ସେହି ବିଚାରାର୍ଥକ ବୁକୁପଟାରେ ତୁମେ ଉରିମ୍ ଓ ତୁମିମ୍ ରଖିବ। ତହିଁରେ ହାରଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମୁରେ ପ୍ରବେଶ କରିବ, ସେହି ସମୟରେ ହାରଣର ହୃଦୟ ଉପରେ ତାହା ରହିବ। ପୁଣି ହାରଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ। ଉରିମ୍ ଓ ତୁମିମ୍ ଯାଜକଙ୍କ ବସ୍ତ୍ରର ବୁକୁପଟାରେ ସଜ୍ଜିତ ଦୁଇ ମଣି ଅଟନ୍ତି। ଏହି ଦୁଇ ମଣିକୁ ଉରିମ୍ ଏବଂ ତୁମିମ୍ କହୁଥିଲେ। ଉରିମ୍ର ଅର୍ଥ କଣ ଏବଂ ତୁମିମ୍ର ଅର୍ଥ କଣ? ଯଦି ଆମ୍ଭେ ଅନ୍ୟ ସଂସ୍କରଣର ପଦ ଟିପ୍ପଣୀରେ ଦେଖିବା, ତେବେ ଉରିମ୍ ଅର୍ଥ କଣ? ଉରିମ୍ ଅର୍ଥ ହେଉଛି ଦୀପ୍ତି। ତୁମିମ୍ ବିଷୟରେ କଣ? ତୁମିମ୍ ହେଉଛି ସିଦ୍ଧି। ଉରିମ୍ ଓ ତୁମିମ୍ର ଅର୍ଥ ସିଦ୍ଧିର ଦୀପ୍ତି। ଅନ୍ୟ ଅର୍ଥରେ ଏହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ସତ୍ୟ, କାରଣ ଦୀପ୍ତି ସତ୍ୟକୁ ସୂଚିତ କରେ। ପ୍ରଥମ ଯୋହନ ପୁସ୍ତକରେ ଲେଖା ଅଛି, ପରମେଶ୍ୱର ଜ୍ୟୋତି। ଆମମାନଙ୍କୁ ଜାଣିବା ଉଚିତ କି ସମ୍ପୂର୍ଣ୍ଣ ସତ୍ୟ ଅର୍ଥାତ୍ ଉରିମ୍ ଓ ତୁମିମ୍ ଧାରୀ ଯାଜକ କିଏ? ପୁରାତନ ନିୟମ ସମୟରେ ଯାଜକଙ୍କ ବସ୍ତ୍ରରେ ଦୁଇ ମଣି ଅର୍ଥାତ୍ ଉରିମ୍ ଓ ତୁମିମ୍ ସଜ୍ଜିତ କରିବାର ବିଧି ଥିଲା। ତେବେ ସେହି ଯାଜକ କିଏ ଅଟନ୍ତି ଯେ ସିଦ୍ଧତାର ଦୀପ୍ତି ଅର୍ଥାତ୍ ସମ୍ପୂର୍ଣ୍ଣ ସତ୍ୟ ଆଣିଲେ? ଥରେ ଆମ୍ଭେ ସମ୍ପୂର୍ଣ୍ଣ ସତ୍ୟ ଜାଣିବା ପରେ ଉରିମ୍ ଓ ତୁମିମ୍ ଧାରୀ ଯାଜକଙ୍କୁ ଚିହ୍ନିବାରେ ସମର୍ଥ ହେବା। ତେବେ ସମ୍ପୂର୍ଣ୍ଣ ସତ୍ୟ କଣ? ବାଇବଲ ଏହା ବିଷୟରେ କଣ କହେ? ଆସନ୍ତୁ ଆମ୍ଭେ ଏବ୍ରିୟ ଅଧ୍ୟାୟ 7 ପଦ 11କୁ ଯିବା। ଏବ୍ରିୟ ଅଧ୍ୟାୟ 7 ପଦ 11ରେ ଲେଖା ଅଛି, ଆହୁରି ମଧ୍ୟ ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ବ୍ୟବସ୍ଥା ପ୍ରାପ୍ତ ହେଲେ, ସେହି ଯାଜକତ୍ୱ ଦ୍ୱାରା ଯଦି ସିଦ୍ଧି ଲାଭ ହୁଅନ୍ତା, କଣ ଏହାର ଅର୍ଥ ଏହା ନୁହେଁ କି ସେହି ଯାଜକତ୍ୱ ସିଦ୍ଧି ନଥିଲା?
ଲେବୀୟ ଯାଜକତ୍ୱ କେଉଁ ପ୍ରକାରର ନିୟମ? ପୁରାତନ ନିୟମ ଅର୍ଥାତ୍ ପୁରାତନ ବ୍ୟବସ୍ଥା ସିଧି ନଥିଲା। ଯେଉଁ ଲେବୀୟ ଯାଜକତ୍ୱ ଅଧୀନରେ ଲୋକମାନେ ବ୍ୟବସ୍ଥା ପ୍ରାପ୍ତ ହେଲେ, ତାହା ହେଲେ ହାରୋନଙ୍କ ଶ୍ରେଣୀ ଅନୁସାରେ ଗଣିତ ନ ହୋଇ ମଲ୍କିସେଦକଙ୍କ ସଦୃଶ୍ୟ ଅନ୍ୟ ଜଣେ ଯାଜକ ଉତ୍ପନ୍ନ ହେବାର ଆଉ କ'ଣ ଆବଶ୍ୟକ ଥିଲା? ଏହାର ଅର୍ଥ, ଯେହେତୁ ହାରୋନଙ୍କ ଶ୍ରେଣୀ ସିଧି ନଥିଲା, ଏଥିପାଇଁ ପରମେଶ୍ୱର ମଲ୍କିସେଦକଙ୍କ ଶ୍ରେଣୀ ସ୍ଥାପିତ କଲେ, ଯାହା ସମ୍ପୂର୍ଣ୍ଣ ସତ୍ୟ। ପଦ 12, କାରଣ ଯାଜକତ୍ୱ ଯଦି ପରିବର୍ତ୍ତିତ ହୁଏ, ତେବେ ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ। ଯାଜକ ପଦ କିପରି ପରିବର୍ତ୍ତନ ହେଲା? ହାରୋନଙ୍କ ଅର୍ଥାତ୍ ଲେବୀୟ ଯାଜକ ପଦ ମଲ୍କିସେଦକଙ୍କ ପଦରେ ପରିବର୍ତ୍ତନ ହେଲା। ଏହା ବ୍ୟତୀତ ଲେଖା ଅଛି, ବ୍ୟବସ୍ଥାର ମଧ୍ୟ ଅବଶ୍ୟ ପରିବର୍ତ୍ତନ ଘଟେ। ଏହି କାରଣରୁ ଏବ୍ରିୟ ଅଧ୍ୟାୟ 7 ଏହି ବିଷୟରେ ସାକ୍ଷ୍ୟ ଦିଏ କି ପୁରାତନ ନିୟମର ବ୍ୟବସ୍ଥା ନୂତନ ନିୟମର ବ୍ୟବସ୍ଥା ଅର୍ଥାତ୍ ଖ୍ରୀଷ୍ଟଙ୍କ ବ୍ୟବସ୍ଥାରେ ପରିବର୍ତ୍ତନ ହେବ। ଆସନ୍ତୁ ଆମ୍ଭେ ଏବ୍ରିୟ ଅଧ୍ୟାୟ 7 ପଦ 13କୁ ଯିବା। ଯେଣୁ ଯାହାଙ୍କ ସମ୍ବନ୍ଧରେ ଏହି ସମସ୍ତ କୁହାଯାଏ, ସେ ଅନ୍ୟ ଏକ ଗୋଷ୍ଠୀର ଲୋକ, ଯେଉଁ ଗୋଷ୍ଠୀର କେହି କେବେ ବେଦୀର କର୍ମ କରିନାହାନ୍ତି। କାରଣ ଏହା ସ୍ପଷ୍ଟ ଯେ ଆମମାନଙ୍କର ପ୍ରଭୁ ଜିହୁଦାଙ୍କ ଗୋଷ୍ଠୀରୁ ଉତ୍ପନ୍ନ ହୋଇଅଛନ୍ତି, ଯେଉଁ ଗୋଷ୍ଠୀର ଯାଜକତ୍ୱ ସମ୍ବନ୍ଧରେ ମୋଶା କିଛି କହିନାହାନ୍ତି। ଆଉ ଏହା ଏଥିରେ ମଧ୍ୟ ଆହୁରି ଅଧିକ ସୁସ୍ପଷ୍ଟ ହୁଏ, ମଲ୍କିସେଦକଙ୍କ ସାଦୃଶ୍ୟରେ ଆଉ ଜଣେ ଯାଜକ ଉତ୍ପନ୍ନ ହୋଇଅଛନ୍ତି। ପଦ 16, ସେ ଶାରୀରିକ ବ୍ୟବସ୍ଥା ଅନୁସାରେ ନିଯୁକ୍ତ ନ ହୋଇ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ନିଯୁକ୍ତ ହୋଇଅଛନ୍ତି। କାରଣ ତାହାଙ୍କ ସମ୍ବନ୍ଧରେ ଏହି ସାକ୍ଷ୍ୟ ଦିଆଯାଏ, ତୁମ୍ଭେ ମଲ୍କିସେଦକଙ୍କ ସଦୃଶ୍ୟ ଅନନ୍ତକାଳୀନ ଯାଜକ ଅଟ। ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହାର ଲୋପ ହୋଇଅଛି। କ'ଣ ପୂର୍ବବର୍ତ୍ତୀ ଆଜ୍ଞା ପୁରାତନ ନିୟମର ଆଜ୍ଞା ନଥିଲା? ଏଥିରେ ଏକ ପକ୍ଷରେ ପୂର୍ବବର୍ତ୍ତୀ ଆଜ୍ଞା ଦୁର୍ବଳ ଓ ନିଷ୍ଫଳ ହେବାରୁ ତାହାର ଲୋପ ହୋଇଅଛି, କାରଣ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରିନଥିଲା। ଅନ୍ୟ ପକ୍ଷରେ ଶ୍ରେଷ୍ଠତର ଭରସା ପ୍ରବେଶ କରିଅଛି, ତଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ। ଆଉ ଏହା ଯେ ପ୍ରକାରେ ବିନା ଶପଥରେ ହେଲା ନାହିଁ, ଯେଣୁ ସେମାନେ ତ ବିନା ଶପଥରେ ଯାଜକ ହୋଇଅଛନ୍ତି, କିନ୍ତୁ ଯେ ତାହାଙ୍କ ବିଷୟରେ ଏହା କହିଅଛନ୍ତି, ପ୍ରଭୁ ଶପଥ କରିଅଛନ୍ତି, ଆଉ ସେ ଅନୁତାପ କରିବେ ନାହିଁ, ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ। ତାହାଙ୍କ ଦ୍ୱାରା ସେ ଶପଥ ସହକାରେ ଯାଜକ ହୋଇଅଛନ୍ତି। ଏହି କାରଣରୁ ଯୀଶୁ ଶପଥ ସହକାରେ ଅନନ୍ତକାଳୀନ ଯାଜକ ହୋଇଅଛନ୍ତି। ଯୀଶୁ କେଉଁ ରୀତିରେ ଯାଜକ ହୋଇ ଆସିଲେ? ସେ ମଲ୍କିସେଦକଙ୍କ ରୀତିରେ ଯାଜକ ଅଟନ୍ତି। ଆସନ୍ତୁ ଆମ୍ଭେ ପଦ 22 ଦେଖିବା। ସେହି ପ୍ରକାରେ ଯୀଶୁ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି। ସେହି ଯାଜକମାନେ ତ ବହୁ ସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇନାହିଁ, କିନ୍ତୁ ସେ ନିତ୍ୟସ୍ଥାୟୀ ହେବାରୁ କିପରି ଅପରିବର୍ତ୍ତନୀୟ ଯାଜକତ୍ୱ ପ୍ରାପ୍ତ ହୋଇଅଛନ୍ତି। ଏହାର ଅର୍ଥ ଯାଜକତ୍ୱ ପରିବର୍ତ୍ତନ ହେବ ନାହିଁ। ତାଙ୍କର ଯାଜକତ୍ୱ ପରିବର୍ତ୍ତନ ହୁଏ ନାହିଁ, କିନ୍ତୁ ସର୍ବଦା ରହିଥାଏ। ତେବେ ଏହି ଯାଜକତ୍ୱ ଅପରିବର୍ତ୍ତନୀୟ ହେବାର କାରଣ କ'ଣ? ଏହାର କାରଣ ହେଉଛି ଏହି ଯାଜକତ୍ୱ ସିଦ୍ଧ। ଆମ୍ଭେ ଏହା ନିଶ୍ଚିତ କରିପାରିବା କି ମଲ୍କିସେଦକଙ୍କ ରୀତି ଆମ୍ଭମାନଙ୍କ ଅନନ୍ତ କାଳ ସ୍ଥାୟୀ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ସତ୍ୟ। ଏହି କାରଣରୁ ଆମ୍ଭମାନଙ୍କୁ ଆବଶ୍ୟକ କି ଆମ୍ଭେ ଉରିମ୍ ଓ ତୁମିମ୍ ଧାରୀଙ୍କ ଆଗମନର ଅପେକ୍ଷା କରିବା, ଯାହାର ଅର୍ଥ ହେଉଛି ସିଦ୍ଧ ଯାଜକ ପଦ ସହିତ ପ୍ରକଟ ହେବା କି ନୁହେଁ। ଉରିମ୍ ଓ ତୁମିମ୍ ଧାରୀ ପ୍ରକଟ ହେଉଥିବା ଯାଜକଙ୍କୁ ଦ୍ୱିତୀୟ ଥର ଆଗମନ ଖ୍ରୀଷ୍ଟ ହେବା ଉଚିତ। ଏହି ଯୁଗରେ ଯଦି ଆମ୍ଭେ ସତ୍ୟର ଅପରିବର୍ତ୍ତନୀୟ ଏବଂ ସିଦ୍ଧି ଦୀପ୍ତି, ଯାହା ହେଉଛି ଉରିମ୍ ଓ ତୁମିମ୍ ଅର୍ଥାତ୍ ମଲ୍କିସେଦକଙ୍କ ରୀତିରେ ଆଗମନ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାରେ ବିଫଳ ରହିବା, ତେବେ ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟକୁ ଯିବା ଛାଡ଼ିବାକୁ ପଡ଼ିବ। କିନ୍ତୁ ଲେଖା ଅଛି, ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପ୍ରଜା ହୋଇଅଛ। ଆମ୍ଭେ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ କେମିତି ହୋଇପାରିବା? ଏହା ଏ ହେତୁ କାରଣ ଆମ୍ଭେ ଉରିମ୍ ଓ ତୁମିମ୍ ଧାରୀ ଯାଜକଙ୍କ ସହିତ ସାକ୍ଷାତ ହୋଇଅଛୁ। ବାଇବଲ ଆରମ୍ଭରୁ ହିଁ ଭବିଷ୍ୟବାଣୀ କରିଥିଲା କି ଯଦି ସେ ନ ଆସନ୍ତି, ତେବେ ଆମ୍ଭେ ଆତ୍ମବିଶ୍ୱାସର ସହିତ କହିପାରିବା ନାହିଁ, ମୁଁ ସ୍ୱର୍ଗକୁ ଯିବି, ମୁଁ ପରିତ୍ରାଣ ପାଇବି। ଆସନ୍ତୁ ଆମ୍ଭେ ପ୍ରଥମ ପିତର ଅଧ୍ୟାୟ 2 ପଦ 9 ଦେଖିବା। ଏହି ଯୁଗରେ
ଏହି ଯାଜକ ଆସିବା ପୂର୍ବେ ଆମ୍ଭେ କିପରି ଥିଲୁ? ଆମ୍ଭେ ବର୍ଷିଲୟଙ୍କ ପରିବାର ପରି ଥିଲୁ। 그런 위치에 있는데요. 9절에 ପଦ 9 କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ କ'ଣ କର? ଗୁଣ କୀର୍ତ୍ତନ କର। 백성이니 이는 ଏଥି ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ଆଉ ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ପୂର୍ବରେ ତୁମ୍ଭେମାନେ ପ୍ରଜାବାଚ୍ୟ ନଥିଲ, କିନ୍ତୁ ଏବେ ଈଶ୍ୱରଙ୍କ ପ୍ରଜା ହୋଇଅଛ। ପୂର୍ବରେ ତୁମ୍ଭେମାନେ ଦୟା ପାଇନଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇଅଛ। 있습니다. 자, 여기도 ଏଠାରେ ଆମ୍ଭେ ଦେଖିପାରିବା କି ଯଦିଓ ଆମ୍ଭେ 위치에 ପୂର୍ବରୁ ପରମେଶ୍ୱରଙ୍କ ପ୍ରଜା ନଥିଲୁ, କିନ୍ତୁ ଏବେ ଅଟୁ। 할 수가 있게 되었고 전에는 ଯଦିଓ ପୂର୍ବରୁ ଆମ୍ଭ ଉପରେ ଦୟା ନଥିଲା, 이제는 କିନ୍ତୁ ଏବେ ଆମ୍ଭ ଉପରେ ଦୟା ପ୍ରାପ୍ତ ହୋଇଅଛି। 서게 되었습니다. 누구로 କାହା ଦ୍ୱାରା? ଉରିମ୍ ଓ ତୁମିମ୍ ଧାରୀ ଖ୍ରୀଷ୍ଟଙ୍କ ଦ୍ୱାରା। 대제사장 그리스도로 말미암아서 초림 କ'ଣ ଏହାର ଅର୍ଥ ଏହା ନୁହେଁ କି ଯେଉଁମାନେ ଯୀଶୁଙ୍କ ନାମରେ ଆସିଥିବା ଖ୍ରୀଷ୍ଟ ଏବଂ ନୂତନ ନାମରେ ଦ୍ୱିତୀୟ ଥର ଆସିଥିବା ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାରେ ବିଫଳ ରହନ୍ତି, ସେମାନେ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ଜ୍ୟୋତିରେ କେବେ ମଧ୍ୟ ଆସିପାରିବେ ନାହିଁ? ଏଠାରେ ପରମେଶ୍ୱର ଆମ୍ଭମାନଙ୍କୁ ବର୍ଷିଲୟ ପରିବାର ପରି ଯାଜକଙ୍କ ଭାବରେ ବର୍ଣ୍ଣନା କରନ୍ତି, ଯେଉଁମାନଙ୍କୁ ପରମ ପବିତ୍ର ବସ୍ତୁ ଭୋଜନ କରିବାରୁ ପ୍ରତିରୋଧ କରାଯାଇଥିଲା। ତେବେ ପରମ ପବିତ୍ର ବସ୍ତୁ କ'ଣ? ଯେତେବେଳେ ଆମ୍ଭେ ପୁରାତନ ନିୟମର ତମ୍ବୁର ଅଧ୍ୟୟନ କରିଥାଉ, ତେବେ ପବିତ୍ର ସ୍ଥାନ ଓ ପରମ ପବିତ୍ର ସ୍ଥାନରେ ମିଳୁଥିବା ସମସ୍ତ ବସ୍ତୁଗୁଡ଼ିକୁ ପରମ ପବିତ୍ର ବୋଲି ବିବେଚନା କରାଯାଉଥିଲା। ପବିତ୍ର ସ୍ଥାନରେ ଭୋଜନ କରିବାର ସମସ୍ତ ବସ୍ତୁ ପରମ ପବିତ୍ର ଅଟେ। 역시 지성물입니다. 여기서 ଏଥିପାଇଁ ପରମ ପବିତ୍ର ବସ୍ତୁ ଯାହା ସେମାନେ ଭୋଜନ କରିପାରୁନଥିଲେ, ପବିତ୍ର ସ୍ଥାନରୁ ଆସୁଥିବା ବସ୍ତୁକୁ ସଂକେତ କରିଥାଏ। ତେବେ ଯଦି ଉରିମ୍ ଓ ତୁମିମ୍ ଧାରୀ ମହାଯାଜକ ଏହି ଯୁଗରେ ପ୍ରକଟ ହୋଇ ଆମ୍ଭମାନଙ୍କୁ ପରମ ପବିତ୍ର ବସ୍ତୁ ଭୋଜନ କରିବାର ଅନୁମତି ଦିଅନ୍ତି, ତେବେ ଆମ୍ଭେ କେଉଁ ପ୍ରମାଣ ଦ୍ୱାରା ଏପରି ଅନୁମତି ପ୍ରାପ୍ତ କରିଥାଉ? 여기서 ପରମ ପବିତ୍ର ବସ୍ତୁ କ'ଣ? 무엇인지 ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 2 ଦ୍ୱାରା ଜାଣିବା। 을 통해서 확인을 한번 해봅시다. ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 2 ପଦ 17କୁ ଯିବା। ଅଧ୍ୟାୟ 2 ପଦ 17। ତୁମ୍ଭ ଗୃହ ନିମନ୍ତେ ଉଦ୍ୟୋଗ ମୋତେ ଗ୍ରାସ କରିବ, ଏହା ଲେଖାଅଛି ବୋଲି ତାହାଙ୍କ ଶିଷ୍ୟମାନଙ୍କର ମନରେ ପଡ଼ିଲା। ସେଥିରେ ଯିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ଯେ ଏ ସମସ୍ତ କରିବାକୁ ଅଧିକାର ପାଇଅଛ, ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଉଅଛ? ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ଏହି ମନ୍ଦିରକୁ ବିନାଶ କର, ଆଉ 3 ଦିନ ମଧ୍ୟରେ ମୁଁ ତାହା ତୋଳିଦେବି। ସେଥିରେ ଯିହୁଦୀମାନେ କହିଲେ, ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ 46 ବର୍ଷ ଲାଗିଅଛି, ଆଉ ତୁମ୍ଭେ କ'ଣ ତାହାକୁ 3 ଦିନରେ ତୋଳିଦେବ? କିନ୍ତୁ ସେ ଆପଣା ଶରୀର ରୂପ ମନ୍ଦିର ସମ୍ବନ୍ଧରେ କହୁଥିଲେ। 말씀하신 것이더라고 했습니다. 결국 ପରମ ପବିତ୍ର ବସ୍ତୁ ମନ୍ଦିରରୁ ଆସିବା ଆବଶ୍ୟକ। ଯେଉଁ ମନ୍ଦିର ବିଷୟରେ ଯୀଶୁ କହିଥିଲେ, ତାହା ତାଙ୍କ ଶରୀର ରୂପୀ ମନ୍ଦିର ଥିଲା। 하신 것이더라고 했습니다. 그럼 ଯୀଶୁ 안에서 나온 ଆମ୍ଭମାନଙ୍କୁ କ'ଣ ଭୋଜନ କରିବାକୁ ଦେଲେ? 내용이 있죠. ଯୀଶୁ ବାରମ୍ବାର କହିଲେ କି ଆମ୍ଭମାନଙ୍କୁ ତାଙ୍କ ମାଂସ ଭୋଜନ କରିବା ଓ ତାଙ୍କ ରକ୍ତ ପାନ କରିବା ଉଚିତ। 자, 우리 그 ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 6ରେ ଏହି ବିଷୟକୁ ନିଶ୍ଚିତ କରିବା। ପୁରାତନ ନିୟମର ତମ୍ବୁର ସମସ୍ତ ନୈବେଦ୍ୟ, ଯେମିତି ପାପାର୍ଥକ ବଳି ଅବା ମଙ୍ଗଳାର୍ଥକ ବଳି ପରମ ପବିତ୍ର ବସ୍ତୁ ଥିଲା। 성수 ଏଠାରେ ତମ୍ବୁ ହିଁ ମନ୍ଦିର। 어떤 뜻이 되겠습니다. 예수 ଯୀଶୁ ନିଜ ଶରୀରକୁ ମନ୍ଦିର କହିଲେ। 성전이라고 ଆସନ୍ତୁ ଆମ୍ଭେ ଏହା ଜାଣିବା କି ଯୀଶୁଙ୍କ ଶରୀରରୁ କ'ଣ ମିଳିଥାଏ, ଯାହାକୁ ଆମ୍ଭେ ଭୋଜନ ଓ ପାନ କରିପାରିବା। 요한 ଆସନ୍ତୁ ଆମ୍ଭେ ଯୋହନ ଅଧ୍ୟାୟ 6 ପଦ 53 ପଢ଼ିବା। 53 ପଦ 53। 예수 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ମନୁଷ୍ୟ ପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ ତୁମମାନଙ୍କ ଠାରେ କ'ଣ ନାହିଁ? ଜୀବନ ନାହିଁ। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ କ'ଣ ପ୍ରାପ୍ତ ହୁଏ? ଆଜି ଆମ୍ଭେ ଜୀବନର ପରମ ପବିତ୍ର ବସ୍ତୁ ଅର୍ଥାତ୍ ଯୀଶୁଙ୍କ ମାଂସ ଓ ରକ୍ତ ଭୋଜନ ଓ ପାନ କରିପାରିବା। 수 있다는 것은 ଏହାର ଅର୍ଥ କ'ଣ?
ଯେହେତୁ ଆମ୍ଭମାନଙ୍କୁ ପରମ ପବିତ୍ର ବସ୍ତୁ ଭୋଜନ କରିବାର ଅନୁମତି ମିଳିଅଛି, ତେବେ କ'ଣ ଏହାର ଅର୍ଥ ଏହା ନୁହେଁ କି ଉରିମ୍ ଓ ତୁମିମ୍ ଧାରୀ ଯାଜକ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଲୋକ ଭାବରେ ସ୍ୱୀକାର କରିଛନ୍ତି? ଆସନ୍ତୁ ଆମ୍ଭେ ପଦ 54 ପୁଣି ଥରେ ଦେଖିବା। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଅନ୍ୟ ଶବ୍ଦରେ, ମୋହର ମାଂସ ଓ ରକ୍ତ ପ୍ରକୃତରେ ପରମ ପବିତ୍ର ବସ୍ତୁ। ଏହା ଏହେତୁ କାରଣ ଏହି ମାଂସ ଓ ରକ୍ତ ଯୀଶୁଙ୍କ ଠାରୁ ଆସିଥାଏ, ଯିଏ ମନ୍ଦିର ଅଟନ୍ତି। ଭୋଜନ, ମଙ୍ଗଳାର୍ଥକ ବଳି ଓ ଅନେକ ପ୍ରକାରର ବଳି ଯାହା ମନ୍ଦିରରୁ ଆସିଥାଏ, ପରମ ପବିତ୍ର ବସ୍ତୁ। ପରମେଶ୍ୱର ଏହି ପୃଥିବୀରେ ଆସି ଆମ୍ଭମାନଙ୍କୁ ପରମ ପବିତ୍ର ବସ୍ତୁ ଭୋଜନ କରିବାର ଅଧିକାର ଦେଇଛନ୍ତି। ଯୀଶୁ ନୂତନ ନିୟମର ସତ୍ୟର ଜ୍ୟୋତି ସହିତ ଏହି ପୃଥିବୀକୁ ଆସିଲେ ଏବଂ ମାନବ ଜାତିକୁ ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଦେଲେ, ଯାହା ତାଙ୍କ ଶରୀର ରୂପୀ ମନ୍ଦିର ମଧ୍ୟରୁ, ଆଉ କହିଲେ, ଏହା ମୋହର ମାଂସ, ଏହା ମୋହର ରକ୍ତ, ଭୋଜନ ଓ ପାନ କର, ତେବେ ତୁମମାନଙ୍କୁ ଅନନ୍ତ ଜୀବନ ପ୍ରାପ୍ତ ହେବ। ଏହି ନିୟମ ଦ୍ୱାରା ସେ ଆମ୍ଭମାନଙ୍କୁ ଅନନ୍ତ ଜୀବନର ପ୍ରତିଜ୍ଞା କଲେ। ଆସନ୍ତୁ ଆମ୍ଭେ ପଦ 54 ପୁଣି ଥରେ ପଢ଼ିବା। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ। ଯେ ମୋହର ମାଂସ ଭୋଜନ କରେ ଓ ମୋ ରକ୍ତ ପାନ କରେ, ସେ ମୋ ଠାରେ ରହେ ଓ ମୁଁ ତାହାଠାରେ ରହେ। ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ ହେତୁ ଜୀବିତ ରହିବ। ପ୍ରଥମରୁ ହିଁ ଏହି ଭବିଷ୍ୟବାଣୀ ହୋଇଥିଲା କି ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବେ। ଯୀଶୁ ଆମ୍ଭମାନଙ୍କୁ ମନ୍ଦିରରୁ ଆସୁଥିବା ବସ୍ତୁ ଭୋଜନ ଓ ପାନ କରିବାକୁ କହିଲେ। ଏହା ପରମ ପବିତ୍ର ବସ୍ତୁ, ଯାହା କେବଳ ଯାଜକମାନଙ୍କୁ ପ୍ରଦାନ କରାଯାଏ। ତେବେ କେଉଁ ବିଧିରେ ପରମେଶ୍ୱର ଖ୍ରୀଷ୍ଟଙ୍କ ମାଂସ ଓ ରକ୍ତ, ଯାହା ପରମ ପବିତ୍ର ବସ୍ତୁ, ମୁଦ୍ରାଙ୍କିତ କରିଛନ୍ତି? ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 26 ଖୋଲି ଏହା ନିଶ୍ଚିତ କରିବା କି ଏହାର ମୁଦ୍ରାଙ୍କିତ ନିସ୍ତାର ପର୍ବରେ କରାଯାଇଅଛି। ଆସନ୍ତୁ ଆମ୍ଭେ ପଦ 17 ଦେଖିବା। ମାଥ୍ୟୁ ଅଧ୍ୟାୟ 26 ପଦ 17। ପରେ ଖମିର ଶୂନ୍ୟ ରୋଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, ଆମ୍ଭେମାନେ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଅଛନ୍ତି, ମୋହର କାଳ ସନ୍ନିକଟ। ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ ଗୃହରେ ନିସ୍ତାର ପର୍ବ ପାଳନ କରିବି। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ଆସନ୍ତୁ ଆମ୍ଭେ ଏହା ଦେଖିବା ପାଇଁ କି ଯୀଶୁ ନିସ୍ତାର ପର୍ବର ଭୋଜ କେମିତି ଭୋଜନ କଲେ। ପଦ 26କୁ ଯିବା। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। ପଦ 27। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ ଦେଲେ। ଏହି ପାନପାତ୍ରରେ ଦ୍ରାକ୍ଷାରସ ଥିଲା ଓ ସେମାନଙ୍କୁ ଦେଇ କହିଲେ, ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିସ୍ତାର ପର୍ବର ଦ୍ରାକ୍ଷାରସ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାପକ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି। ଏ ମୋହର ସେହି ରକ୍ତ। ଆଜି ପରମ ପବିତ୍ର ବସ୍ତୁ ଭୋଜନ କରୁଥିବା ଲୋକମାନଙ୍କୁ କ'ଣ ଦିଆଯାଏ? ଅନନ୍ତ ଜୀବନ। ଆତ୍ମିକ ବାବିଲୋନରୁ ମୁକ୍ତ ହେବାର ଅର୍ଥ ବିନା ସର୍ତ୍ତରେ ସ୍ୱର୍ଗକୁ ଯାଆନ୍ତୁ ନାହିଁ। ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସାରେ ଯିଏ ଉରିମ୍ ଓ ତୁମିମ୍ର ସମ୍ପୂର୍ଣ୍ଣ ସତ୍ୟର ସହିତ ମଲ୍କିସେଦକଙ୍କ ରୀତିରେ ଏହି ପୃଥିବୀକୁ ଆସିଛନ୍ତି, ନୂତନ ନିୟମ ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଅର୍ଥାତ୍ ପରମ ପବିତ୍ର ବସ୍ତୁ ଭୋଜନ କରୁଥିବା ଲୋକମାନଙ୍କୁ ଅନନ୍ତ ଜୀବନ ଓ ସ୍ୱର୍ଗ ରାଜ୍ୟର ଗ୍ୟାରେଣ୍ଟି ଦିଆଯାଏ। ଖ୍ରୀଷ୍ଟଙ୍କୁ ଏହି ପୃଥିବୀରେ ଉରିମ୍ ଓ ତୁମିମ୍ ନେଇ ଆସିବା ଉଚିତ, ଯାହା ନୂତନ ନିୟମର ସତ୍ୟର ସିଦ୍ଧ ବ୍ୟବସ୍ଥା। ଆଉ ସମସ୍ତ ମାନବ ଜାତି ନିମନ୍ତେ ପରମ ପବିତ୍ର ବସ୍ତୁ ଅର୍ଥାତ୍ ପରମେଶ୍ୱରଙ୍କ ମାଂସ ଓ ରକ୍ତ, ଯାହା ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ଭୋଜନ କରିବାର ପଥ ଖୋଲିଦେବା ଉଚିତ। ଯେତେବେଳେ ଖ୍ରୀଷ୍ଟ ଆସିବେ, ତେବେ ସେ ଆମ୍ଭମାନଙ୍କୁ ନିଷ୍ପତ୍ତି ଶୁଣାଇବେ କି ଆମ୍ଭେ ସ୍ୱର୍ଗରେ ପ୍ରବେଶ କରିପାରିବା। ଭାଇ ଓ ଭଉଣୀମାନେ, ସେ କିଏ ଅଟନ୍ତି? ପରମ ପବିତ୍ର ବସ୍ତୁ ଭୋଜନ କରିବାର ଅଧିକାର ଆମ୍ଭମାନଙ୍କୁ କିଏ ଦେଇଛନ୍ତି?
कौन से ख्रीष्ट आनसांग होंग नुहंती जी आमମାନଙ୍କୁ ଏପରି ଅଧିକାର ଦେଲେ आमମାନଙ୍କ निमंते उद्धार गुरुत्वपूर्ण 누구의 ମୁଁ ଏଥିପାଇଁ ଚର୍ଚ୍ଚକୁ ଯାଏ କାରଣ ପାଦ୍ରୀଙ୍କ ଉପଦେଶ ମଜାଳିଆ ମୋତେ ତାଙ୍କ ଉପଦେଶ ପସନ୍ଦ ଏହା ନିଶ୍ଚିତ ଭାବରେ ପ୍ରକୃତ ବିଶ୍ୱାସ ନୁହେଁ ଆମ୍ଭମାନଙ୍କୁ ଆବଶ୍ୟକ ଯେ ଆମ୍ଭେ ପରମେଶ୍ୱରଙ୍କୁ ପ୍ରେମ କରିବାର କାରଣରୁ ହିଁ ଚର୍ଚ୍ଚକୁ ଯିବା କ'ଣ ଏହା ସତ୍ୟ ନୁହେଁ ପିତା ଆନସାଙ୍ଗ ହୋଙ୍ଗ ଅନନ୍ତ କାଳ ସ୍ଥାୟୀ ମହାଯାଜକ ଅଟନ୍ତି ଯିଏ ଆମ୍ଭମାନଙ୍କୁ ଉରିମ ଓ ତୁମିମ ଠାରୁ ପରମ ପବିତ୍ର ବସ୍ତୁ ଭୋଜନ କରିବାର ଅନୁମତି ଦେଇଛନ୍ତି ଯେଉଁଠିକି ମଧ୍ୟ ପିତା ଓ ମାତା ଥାନ୍ତି ସେଠାରେ ଆୟୋଜିତ ସମସ୍ତ ଆରାଧନା ଗୁଡ଼ିକ ଧୂପର ଧୂଆଁ ହୋଇ ସ୍ୱର୍ଗ ପର୍ଯ୍ୟନ୍ତ ପହଞ୍ଚିଥାଏ 구원을 ଆସନ୍ତୁ ଆମ୍ଭେ ଉଦ୍ଧାର ଉପରେ ଧ୍ୟାନ ଦେବା ଆଉ ଆମ୍ଭମାନଙ୍କୁ ଏହି ଅନୁଗ୍ରହ ଓ ଆଶୀର୍ବାଦ ଦେବା ନିମନ୍ତେ ସ୍ୱର୍ଗୀୟ ପିତା ଓ ସ୍ୱର୍ଗୀୟ ମାତାଙ୍କ ଧନ୍ୟବାଦ ଓ ମହିମା କରିବା 하늘 자녀들이 다 되시고 ଏବେ ମଧ୍ୟ ଏପରି ଗରିବ ଆତ୍ମା ଅଛନ୍ତି ଯେଉଁମାନେ ଏଠି ସେଠି ଭ୍ରମଣ କରୁଥାଇ ପରମେଶ୍ୱରଙ୍କୁ ଖୋଜୁଛନ୍ତି 분들에게도 ଆସନ୍ତୁ ଆମ୍ଭେ ଆପଣ ଆଖପାଖର ଲୋକମାନଙ୍କୁ ଏହି ସତ୍ୟ ଏବଂ ପିତା ଓ ମାତାଙ୍କ ସହିତ ପରିଚିତ କରାଇବା ଯେ ପର୍ଯ୍ୟନ୍ତ ଆମ୍ଭମାନଙ୍କ ପାଖରେ ସୁଯୋଗ ଅଛି ସେ ପର୍ଯ୍ୟନ୍ତ ଆସନ୍ତୁ ଆମ୍ଭେ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରିଶ୍ରମ ପୂର୍ବକ ସୁସମାଚାର ପ୍ରଚାର କରିବା ଏହାଦ୍ୱାରା ମୁଁ ଆଜିର ଉପଦେଶକୁ ସମାପ୍ତ କରିବାକୁ ଚାହିଁବି ଆପଣଙ୍କ ବହୁତ ବହୁତ ଧନ୍ୟବାଦ